ଜଗନ୍ନାଥଙ୍କ କରୁଣା, ଜଗନ୍ନାଥଙ୍କ ମହିମା ଅସୀମ ଆଉ ଅପାର। ଯୁଗେ ଯୁଗେ ଜଗନ୍ନାଥ ଭକ୍ତଙ୍କ ଭଲ ପାଇବା ପାଇଁ ଥାନ୍ତି ବ୍ୟାକୁଳ। ସେମିତି ଗୋଟେ ଭକ୍ତ ଥିଲା ଦାସିଆ ବାଉରୀ। ଛୋଟ ଜାତିର ମଣିଷ ବୋଲି ବିଭିନ୍ନ ଲୋକ ବିଭିନ୍ନ ନଜରରେ ଦେଖନ୍ତି ତାକୁ, କିନ୍ତୁ ଭକ୍ତ ଦାସିଆର ଜଗନ୍ନାଥଙ୍କ ପ୍ରତି ବିଶ୍ୱାସ ଥିଲା ଅତୁଟ। ସ୍ୱପ୍ନରେ ଜଗନ୍ନାଥ ଭୋକିଲା ଅବସ୍ଥାରେ ଦାସିଆ ଘରକୁ ଯାଇ ପୁରୀକୁ ଖାଦ୍ୟ ପଠାଇବାକୁ କହିଥିଲେ। ମଣିମା ମଣିମା କହି ଖାଦ୍ୟ ଆଣିବାକୁ ସକାଳୁ ଧାଇଁଗଲା ଦାସିଆ। ସମସ୍ତେ ଶୁଣି ଉପହାସ କଲେ, କିନ୍ତୁ ଦୃଢ଼ ମନରେ ବିଶ୍ୱାସର ସହ ଶ୍ରୀଫଳ ପଠାଇଦେଲା ଦାସିଆ ଜଗନ୍ନାଥ ଧାମକୁ। ଆଉ ମଣିମା ସତକୁ ସତ ହାତ ବଢ଼େଇ ଦାସିଆର ନଡ଼ିଆ ଝାମ୍ପି ନେଲେ ନିଜ ପାଖକୁ। ସେବେଠୁ ଆଜି ଯାଏଁ ପ୍ରତିବର୍ଷ ରଥଯାତ୍ରାରେ ଦାସିଆର ନଡ଼ିଆ ମହାବାହୁଙ୍କୁ ବଢ଼େଇ ଦିଆଯାଏ। ଯୁଗେ ଯୁଗେ ଜଗନ୍ନାଥ ଯୁଗେ ଯୁଗେ ଭକ୍ତଙ୍କ ହୃଦୟରେ ବାସ କରନ୍ତି।